ମୁଁ ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ ଜଣେ ଶ୍ରମିକ ନେତା। ଆଜ୍ଞା ଦେଖନ୍ତୁ ଏଇ ଯେଉଁ ପେନସନ୍ ପାଇଁ ବର୍ତ୍ତମାନ ଦେଶର ସମସ୍ତ ପେନସନଭୋଗୀ କର୍ମଚାରୀ ଯେଉଁ କେନ୍ଦ୍ର ସରକାର ଯେଉଁ ପେନସନ୍କୁ ବନ୍ଦ କରିଦେଲେ, ସରକାରୀ କର୍ମଚାରୀମାନଙ୍କର ଇଏ ସରକାର ପେନସନ୍ ବନ୍ଦ କରିଦେଇବା ଦୃଷ୍ଟିରୁ ଆନ୍ଦୋଳନ ଏ ଦିଲ୍ଲୀରେ ଆଜ୍ଞା ଯନ୍ତର ମନ୍ତର ଇଏ ଲୋକସଭା ସାମ୍ନାରେ ଯନ୍ତ୍ର ମନ୍ତ୍ର ରୋଡ଼ରେ ଆଜ୍ଞା ପେନସନ୍ ପାଇଁ ଆଜ୍ଞା ଆନ୍ଦୋଳନ ଚାଲିଛି। ପେନସନ୍ ପାଇଁ ଆନ୍ଦୋଳନ ଚାଲିଛି କାହିଁକିନା ସରକାର 40 ବର୍ଷ 30 ବର୍ଷ ଖଟୁଥିବା କର୍ମଚାରୀଙ୍କର ପେନସନ୍ କାଟିଦେଲେ। ଆଜ୍ଞା ସେଇ କ୍ଷେତ୍ରରେ ଜଣେ MLA 5 ବର୍ଷ ରହିନେ ସେ ମାସକୁ 1.5 ଲକ୍ଷ ଟଙ୍କା କେମିତି ଆଜ୍ଞା ପେନସନ୍ ନେବ? ଏ ମୋହନ ମାଝୀ ସରକାର ଇଏ ଏଣେ ତାଙ୍କ ମୋଦି ସରକାର ପେନସନ୍ ଗରିବ ଚାକିରିଆମାନଙ୍କର କାଟୁଥିଲା ବେଳେ ମୋହନ ମାଝୀ ସରକାର ପେନସନ୍ ଯେଉଁ MLA MP ମାନଙ୍କର ମାସକୁ ପେନସନ୍ 1.5 ଲକ୍ଷ ଟଙ୍କା କରିଦେଲେ। ଏ ଆଜ୍ଞା ଯୁକ୍ତି କି? ଆଜ୍ଞା ଦେଖନ୍ତୁ ଆଉ ଗୋଟେ କଥା କହିବାକୁ ଚାହୁଁଛି, ସ୍ୱାଧୀନତା ସଂଗ୍ରାମ ବେଳେ ଯେତେବେଳେ ଭାରତ ସ୍ୱାଧୀନତା ପାଇଲା ସେତେବେଳେ ଆଜ୍ଞା ଯେତେବେଳେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭତ୍ତା ଦିଆଯିବ ବୋଲି କୁହାଗଲା, ଆମର ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ସ୍ତ୍ରୀ ମାଳତୀ ଚୌଧୁରୀ ସେମାନେ ସ୍ୱାଧୀନତା ସଂଗ୍ରାମରେ ଥିଲେ। ସେମାନେ ସ୍ୱାଧୀନତା ସଂଗ୍ରାମୀ, ସେମାନେ କହିଲେ ଆମେ ଯେହେତୁ ଦେଶ ପାଇଁ ସ୍ୱାଧୀନତା ପାଇଁ ଲଢ଼େଇ କରିଛନ୍ତି ଆମେ ଆଜ୍ଞା ଏଇ ଯେଉଁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ନେବା ନାହିଁ। ଯେତେବେଳେ ଅନ୍ୟାୟ ବିରୁଦ୍ଧରେ ବି ବେଳୁରୁ ସ୍ୱର ଉତ୍ତୋଳନ ଚାଲିଛି, ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ତାଙ୍କ ସ୍ତ୍ରୀ ରମା ଦେବୀ ସେମାନେ ବି ସ୍ୱାଧୀନତା ସଂଗ୍ରାମ କରିକି ଦେଶ ପାଇଁ ଲଢ଼ିଥିଲେ ବୋଲିକି ସେମାନେ ସଂଗ୍ରାମୀ ଭତ୍ତା ନେବାକୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ନେବାକୁ ମନା କରିଥିଲେ। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 1.5 ଲକ୍ଷ ଟଙ୍କା MLA MP ମାନଙ୍କୁ ପେନସନ୍ ଦେବା ପାଇଁ ଯେଉଁ ଘୋଷଣା କରିଛନ୍ତି, ଏହା ଆମ ସାଧାରଣ ଓଡ଼ିଶାବାସୀକି 1000 ଟଙ୍କା ଭତ୍ତା ପାଉଥିବା ଲୋକଙ୍କୁ ଏ ଯେଉଁ ସରକାରୀ ଚାକିରିଆମାନେ ପେନସନ୍ ବନ୍ଦ ଦ୍ୱାରା ଯେଉଁ ଆନ୍ଦୋଳନ କରୁଛି ଏଇଟା କେଉଁ ବିବେକରେ ମୋହନ ମାଝୀ ସରକାର କଲେ? ଏ କଥା ଓଡ଼ିଶାବାସୀ ପ୍ରଥମେ ବିଚାର କରନ୍ତୁ। ଏ ରାଜ୍ୟର ସରକାରଙ୍କ ଘରେ କାମ କରୁଥିବା ଲୋକ, ଏ ରାଜ୍ୟର ଉନ୍ନତି କରୁଥିବା ଲୋକ, ଶେଷରେ ତାର ପେନସନ୍ ନାହିଁ। ତେଣୁ ଏ MLA ମନ୍ତ୍ରୀମାନେ କ'ଣ କାମ କଲେ ଯେ ମାସରେ 1.5 ଲକ୍ଷ ଟଙ୍କା ପେନସନ୍ ନେବେ? ଯେଉଁଠି ଭତ୍ତାଧାରୀକି 1000କୁ 3000 ଟଙ୍କା କହିଥିଲେ କଲେ ନାହିଁ, ସେଠି ଏମାନେ 1.5 ଲକ୍ଷ ଟଙ୍କା ଭତ୍ତା ନେବାର କୌଣସି ନୈତିକ ଅଧିକାର ଅଛି କି? ଆଜ୍ଞା ଆପଣଙ୍କ ମାଧ୍ୟମରେ ମୁଁ ମୋହନ ମାଝୀ ସରକାରଙ୍କୁ ପଚାରିବାକୁ ଚାହୁଁଛି, କେଉଁ ଉଦ୍ଦେଶ୍ୟରେ କ'ଣ ପାଇଁ ଆପଣ 1.5 ଲକ୍ଷ ଟଙ୍କା ପେନସନ୍ ଦେଲେ? ତାହେଲେ ଏ ଆପଣ ମୋଦିକି କହିକି ଯେଉଁ ପେନସନ୍ ବନ୍ଦ କରିଛି କର୍ମଚାରୀମାନଙ୍କର ପେନସନ୍ କରିଦେଉନାହାନ୍ତି। ଇଏ ଆଜ୍ଞା ଚାଲିଛି ଏ ଦେଶରେ। ତେଣୁ ଯେଉଁ ଅନ୍ୟାୟ ଅନୀତି ପାଇଁ ଗାନ୍ଧୀଙ୍କ ଇଂରେଜ ମାନଙ୍କୁ ବିରୋଧ କରିବା ଭଳି ପ୍ରଭୁ ରାମଚନ୍ଦ୍ର ଗୁଣ୍ଡିଚି ମୂଷା ପିଠରେ ହାତ ମାରିଲା ପରି ଏ ଅନ୍ୟାୟ ବିରୁଦ୍ଧରେ ଓଡ଼ିଶାବାସୀ ଏକଜୁଟ ହୋଇ ସ୍ୱର ଉତ୍ତୋଳନ ନ କଲେ ଏ ଗରିବ ମରିବା ସାଙ୍ଗରେ ଏ ମଧ୍ୟବିତ୍ତ ଗରିବ ଚାକିରିଆଙ୍କର ଭବିଷ୍ୟତ ନଷ୍ଟ କରୁଥିବା ସରକାରକୁ ଗୋଟେ ଦିନ ବି ଚେୟାରରେ ବସିବାଟା ଉଚିତ ନୁହେଁ।